आकाशवाणी कटक समाचार दर्पण। संबलपुर प्रसिद्ध शीतलषष्ठी यात्रार शिव पार्वती विवाह कार्य संपन्न होईछि। ब्राह्म मुहूर्त देवदेव महादेव और माता पार्वती लौकिक रीतिनीति बाहाघर सरिबा परे भक्त माने देवदंपति को दर्शन करुछन्ति। नवविवाहित देवदंपति ଏହି ଅଭୂତପୂର୍ବ ଦର୍ଶନ ପାଇଁ ସମସ୍ତ ବିବାହ ମଣ୍ଡପରେ ଶ୍ରଦ୍ଧାଳୁମାନଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ସମ୍ବଲପୁର ଝାଡ଼ୁଆପଡ଼ାର ଶ୍ରୀ ଶ୍ରୀ ଲୋକନାଥ ବାବା ଏବଂ ମାତା ପାର୍ବତୀଙ୍କର ବିବାହ ପରେ ମହାନଦୀ କ୍ଲବ ମଣ୍ଡପଠାରେ ଦେବଦମ୍ପତି ଯୁଗଳ ଦର୍ଶନ ଦେଉଛନ୍ତି। ମୁଦିପଡ଼ାର ବାବା ଜାଗେଶ୍ୱର ଏବଂ ମାତା ପାର୍ବତୀ ପାଟଣେଶ୍ୱରୀ ମଣ୍ଡପରେ ଏବଂ ନନ୍ଦପଡ଼ାର ବମ୍ ବରାଡ଼ ବାଲୁଙ୍କେଶ୍ୱର ବାବା ଏବଂ ମାତା ପାର୍ବତୀ ନାରୀ ସେବା ସଦନଠାରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। 400 ବର୍ଷ ପୁରାତନ ଏହି ଶୀତଳଷଷ୍ଠୀ ଯାତ୍ରାର ଐତିହାସିକ ମହତ୍ତ୍ୱ ଓ ପରମ୍ପରା ଅନନ୍ୟ। ଏ ସମ୍ପର୍କରେ କହିଛନ୍ତି ଖ୍ୟାତନାମା ଐତିହାସିକ ତଥା ଶିକ୍ଷାବିତ୍ ଶ୍ୟାମସୁନ୍ଦର ଧର। ତାଙ୍କୁ ସାକ୍ଷାତ କରିଛନ୍ତି ଆମ ସମ୍ବଲପୁର ଆଞ୍ଚଳିକ ସମ୍ବାଦ ବିଭାଗର ସମ୍ବାଦ ପାଠକ ଅତୀଶ କୁମାର ଶତପଥୀ। ସାର୍ ଆପଣଙ୍କୁ ସ୍ୱାଗତ। ଧନ୍ୟବାଦ। ଶୀତଳ ଷଷ୍ଠୀ ସମ୍ବଲପୁର ଏହା ଅଙ୍ଗାଙ୍ଗୀ ଭାବରେ ଜଡ଼ିତ। ତ ଆମକୁ ପ୍ରଥମେ କୁହନ୍ତୁ ଶୀତଳ ଷଷ୍ଠୀ ଯାତ୍ରାର ଏହାର ଉତ୍ପତ୍ତି କ'ଣ ଏବଂ ଏହାର ଐତିହାସିକ ପୃଷ୍ଠଭୂମିଟି କ'ଣ? ଏକ ପୌରାଣିକ ପ୍ରସଙ୍ଗକୁ ନେଇ ଶୀତଳ ଷଷ୍ଠୀ ଯାତ୍ରାର ପରିକଳ୍ପନା କରାଯାଇଛି, ଯାହାକି ପୁରାଣରେ ମଧ୍ୟ ବର୍ଣ୍ଣନା ରହିଛି ଯେ ଦକ୍ଷ ପ୍ରଜାପତି ଯେତେବେଳେ ଶିବହୀନ ଯଜ୍ଞର ଆୟୋଜନ କଲେ, ସେ ସମୟରେ ଯକ୍ଷ ରକ୍ଷ ନରକିନ୍ନର ଦେବତା ସମସ୍ତଙ୍କୁ ସେ ନିମନ୍ତ୍ରଣ କଲେ, ନିଜର ଝିଅ ଜ୍ୱାଇଁ ସମସ୍ତଙ୍କୁ ନିମନ୍ତ୍ରଣ କଲେ, କିନ୍ତୁ ବଡ଼ ଝିଅ ଏବଂ ବଡ଼ ଜ୍ୱାଇଁଙ୍କୁ ସେ ନିମନ୍ତ୍ରଣ କଲେ ନାହିଁ। ତାର ବି କାରଣ ଅଛି। ଦେବସଭା ଚାଲିଥାଏ, ସେ ସମୟରେ ଦକ୍ଷ ପ୍ରଜାପତି ସେ ସଭାରେ ଯେତେବେଳେ ପହଞ୍ଚିଲେ, ପ୍ରଣାମ କରିବା ପାଇଁ ମହାଦେବ ଉଠିପାରିଲେନି ଆସନରୁ, କାରଣ ଏଟା ହେଉଛି ତାଙ୍କର ନୀତି ବିରୁଦ୍ଧ କଥା। କିନ୍ତୁ ଏକଥା ବୁଝିପାରିଲେ ନାହିଁ ଦକ୍ଷ ଏବଂ ତାକୁ ଅପମାନ ବୋଧ କଲେ ଏବଂ ତାର ପ୍ରତିଶୋଧ ନେବା ପାଇଁ ଏ ଶିବହୀନ ଯଜ୍ଞର ଆୟୋଜନ କରିଥିଲେ ଏବଂ ସମସ୍ତଙ୍କୁ ନିମନ୍ତ୍ରଣ କଲେ, କିନ୍ତୁ ବଡ଼ ଝିଅ ଏବଂ ବଡ଼ ଜାମାତାଙ୍କୁ ସେ ନିମନ୍ତ୍ରଣ କଲେ ନାହିଁ। କିନ୍ତୁ ଯେତେବେଳେ ପାର୍ବତୀ ସେ ଯଜ୍ଞକୁ ଦେଖିଯିବା ପାଇଁ ଚାହିଁଲେ, ମହାଦେବ ତାଙ୍କୁ ବାରଣ କରିବା ସତ୍ତ୍ୱେ ପାର୍ବତୀ ସେ ଯଜ୍ଞସ୍ଥଳକୁ ଗଲେ ଏବଂ ସେ ଯଜ୍ଞସ୍ଥଳରେ ପିତା ଦକ୍ଷ ପ୍ରଜାପତିଙ୍କର ତୁଣ୍ଡରୁ ନିଜ ସ୍ୱାମୀଙ୍କର ତାଙ୍କୁ ଯେଉଁ ଅପମାନ ସୂଚକ ବାଣୀ ପ୍ରୟୋଗ କଲେ, ସେଥିରେ ସହ୍ୟ କରିପାରିଲେନି ସତୀ ଏବଂ ସେ ଯାଇ ଯଜ୍ଞକୁଣ୍ଡରେ ଝାସ ଦେଲେ। ମହାଦେବ ଯେତେବେଳେ ଏ ଘଟଣା ଶୁଣିଲେ, କ୍ରୋଧିତ ହୋଇ ଆସିଲେ ଏବଂ ଯଜ୍ଞକୁଣ୍ଡକୁ ଧ୍ୱଂସ କରିବା ସହିତ ଯଜ୍ଞକୁଣ୍ଡରୁ ସତୀଙ୍କୁ ଉଠେଇ ସେ ତାଣ୍ଡବ ଆରମ୍ଭ କଲେ। ତାଙ୍କର ଅଙ୍ଗ ଯେଉଁଠି ଯେଉଁଠି ପଡ଼ିଲା, ସେ ଅଙ୍ଗ ଗୋଟି ଗୋଟି ଶକ୍ତିପୀଠ ହେଲା, ଯାହାକି ପୁରାଣରେ ବର୍ଣ୍ଣନା ରହିଛି, ଯୋଉଟା ଭାରତର ବିଭିନ୍ନ ଜାଗାରେ ପଡ଼ିଛି। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ସ୍ୱର୍ଗଭୁବନକୁ ଯେତେବେଳେ ଛାରଖାର କରିଦେଲା ତାରକାସୁର ବୋଲି ଜଣେ ଅସୁର ବ୍ରହ୍ମାଙ୍କ ଦ୍ୱାରା ବରପ୍ରାପ୍ତ ହୋଇ, ସେତେବେଳେ ତାକୁ ନିପାତ କରିବା ପାଇଁ କ'ଣ କରାଯାଇପାରେ, ତ ଦେବତାମାନେ ଚିନ୍ତା କଲେ ଏବଂ ସେ ପ୍ରାର୍ଥନା କଲେ ବ୍ରହ୍ମା ବିଷ୍ଣୁଙ୍କୁ ଏବଂ ତାଙ୍କର ପରାମର୍ଶ କ୍ରମେ ମହାଦେବଙ୍କର ଔରସରୁ ଏବଂ ପାର୍ବତୀଙ୍କର ଗର୍ଭରୁ ଜାତ ସନ୍ତାନ ହିଁ ତାରକାସୁରକୁ ବଧ କରିପାରିବ। ଯେତେବେଳେ ଏହି କଥାଟି ଉଠିଲା, ସେତେବେଳେ ସତୀ ବିଚ୍ଛେଦରେ ସେ ସମସ୍ତକୁ ତ୍ୟାଗ କରିଦେଇ ହିମବନ୍ତ ଶିଖରରେ ଧ୍ୟାନମଗ୍ନ ହେଲେ ମହାଦେବ ଏବଂ ଦେବତାମାନଙ୍କର ଚକ୍ରାନ୍ତରେ ପାର୍ବତୀ କେମିତି ସୃଷ୍ଟି ହେଲେ, ଦେବତାମାନେ ତାର ଉପାୟ ଚିନ୍ତା କଲେ ଏବଂ ପର୍ବତରାଜ ହିମାଳୟର ଔରସରୁ ଏବଂ ତାଙ୍କର ସ୍ତ୍ରୀ ମେନାର ଗର୍ଭରେ 10 ବର୍ଷ 10 ମାସ 10 ଦିନ ରହିଲା ପରେ ପାର୍ବତୀଙ୍କର ଜନ୍ମ ହେଲା। ପର୍ବତରାଜଙ୍କର କନ୍ୟା ହୋଇଥିବାରୁ ତାଙ୍କର ନାଁ ପାର୍ବତୀ ହେଲା। ତାଙ୍କର ଶୈଶବ ବାଲ୍ୟ କୈଶୋର ଅବସ୍ଥା ଅତିବାହିତ ହେଲା ପରେ ଯେତେବେଳେ ଯୌବନ ଅବସ୍ଥାକୁ ଆସିଲେ, ସେତେବେଳେ ମନେ ମନେ ସେ ସିଦ୍ଧାନ୍ତ କରି ନେଇଗଲେ କେବଳ ସେ ମହାଦେବଙ୍କୁ ବିବାହ କରିବେ ଏବଂ ମହାଦେବଙ୍କୁ ପାଇବା ପାଇଁ ସେ ଆରାଧନାରେ ବସିଗଲେ। ଧୀରେ ଧୀରେ କଠୋର ତପସ୍ୟା କଲେ ଏବଂ ତାଙ୍କର କଠୋର ତପସ୍ୟାରେ ସେ ବସିଛନ୍ତି ଏବଂ ଧ୍ୟାନମଗ୍ନ ମହାଦେବ। ତ ମହାଦେବଙ୍କର ଧ୍ୟାନଭଗ୍ନ କେମିତି ହେବ, ପାର୍ବତୀଙ୍କ ସହିତ ତାଙ୍କର ବିବାହ କେମିତି ହେବ, ଏ ଚିନ୍ତାରେ ସବୁ ଦେବତା ଥାଆନ୍ତି ଏବଂ ମହାଦେବଙ୍କର ତପଭଙ୍ଗ କରିବା ପାଇଁ କନ୍ଦର୍ପକୁ ସେଠାରେ ନିಯೋଗ କଲେ। କନ୍ଦର୍ପ ତାଙ୍କର ଧ୍ୟାନ ଭଗ୍ନ କରୁଛି, ତୃତୀୟ ନୟନରୁ କନ୍ଦର୍ପକୁ ଜାଳିଦେଲେ ଏବଂ ଯେତେବେଳେ ପାର୍ବତୀଙ୍କର ତପସ୍ୟାରେ ସନ୍ତୋଷ ହୋଇ ସେ ସମ୍ମତି ଜଣାଇଲେ ପାର୍ବତୀଙ୍କୁ ବିବାହ କରିବା ପାଇଁ, ଏହି ପୌରାଣିକ ପ୍ରସଙ୍ଗକୁ ନେଇ ଶୀତଳ ଷଷ୍ଠୀ ଯାତ୍ରାର ପରିକଳ୍ପନା କରାଯାଇଛି। କିନ୍ତୁ ସମ୍ବଲପୁର ଶୀତଳ ଷଷ୍ଠୀ ଯାତ୍ରାର ଗୋଟିଏ ଐତିହାସିକ ପୃଷ୍ଠଭୂମି ରହିଛି। ଯେତେବେଳେ ସମ୍ବଲପୁରର ଚତୁର୍ଥ ରାଜା ବଳିୟାର ସିଂ ତାଙ୍କର 18 ଗଡ଼କୁ ବିଜୟ କରି ସାରିଲା ପରେ ସେ ଜଗନ୍ନାଥଙ୍କ ଦର୍ଶନ ଉଦ୍ଦେଶ୍ୟରେ ପୁରୀ ଯାଇଥିଲେ ଏବଂ ଗଜପତିଙ୍କର ସେ ଅତିଥି ହୋଇ ରହିଲେ। ଦିନେ ଗଜପତି ସେଇ ଅତିଥିଶାଳାକୁ ଯାଇ ତାଙ୍କୁ ଭେଟ ହେଲେ ଏବଂ ସେହି ସମୟରେ ସେ କହିଲେ ଯେ ମହାରାଜ, ଆପଣ ଜଣେ ପରାକ୍ରମୀ ଯୋଦ୍ଧା,
ମୁଁ ଜାଣେ, କିନ୍ତୁ ଯଦି ଆଜି ଏଇ ନିର୍ଜନ କୋଠରୀରେ ଯଦି ଆପଣଙ୍କୁ ବାହ୍ୟ ଶତ୍ରୁ କେହି ଆକ୍ରମଣ କରିବେ ତାହେଲେ ଆପଣ ଆତ୍ମରକ୍ଷା କରିବେ କେମିତି? ସେତେବେଳେ ତାଙ୍କର ପଗଡ଼ିରେ ଲୁଚେଇ ରଖିଥିବା ତରବାରୀକୁ ବାହାର କରି ସେ ଅସି ଚାଳନାର କୌଶଳ ପ୍ରଦର୍ଶନ କଲେ। ତାଙ୍କର ଅସି ଚାଳନାରେ ସନ୍ତୁଷ୍ଟ ହୋଇ ଗଜପତି ତାଙ୍କୁ ହୀରାଖଣ୍ଡ ଛତ୍ରପତି ଉପାଧି ଏବଂ ମେଘାଡମ୍ବର ଛତ୍ର ପ୍ରଦାନ କରିଥିଲେ ଏବଂ ତାଙ୍କୁ ପୁରସ୍କାର ଯାଚନା କରିଥିଲେ। ଏବଂ ସେତେବେଳେ ସେ କହିଲେ ମୋତେ କିଛି ପୁରସ୍କାର ଦରକାର ନାହିଁ, ଆପଣ ମୋ ରାଜ୍ୟ ଶାସନ ପାଇଁ କିଛି କୁଳୀନ ବ୍ରାହ୍ମଣ ଏବଂ କିଛି ଶିକ୍ଷିତ କରଣ ପରିବାର ମୋତେ ଦିଅନ୍ତୁ, ମୋ ରାଜ୍ୟ ଶାସନରେ ସେମାନେ ସହଯୋଗ କରିବେ। ଏବଂ ସେମାନଙ୍କୁ ଆଣି ସେମାନେ ପ୍ରଥମେ ହୋତାପଡ଼ାରେ ରଖିଲେ। ନନ୍ଦ, ତିହାଡ଼ି, ହୋତା, ମିଶ୍ର ସାଙ୍ଗିଆ ବ୍ରାହ୍ମଣମାନେ ଆସିଥିଲେ ଏବଂ ସେମାନେ ପ୍ରଥମେ ପୁରୀରେ ହେଉଥିବା ଶୀତଳଷଷ୍ଠୀ ଯାତ୍ରା ଢାଞ୍ଚାରେ ସୋମନାଥ ମନ୍ଦିରରେ ପ୍ରଥମେ ସେମାନେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ କରିଥିଲେ। ଧୀରେ ଧୀରେ ନନ୍ଦପଡ଼ାର ବମ୍ବରାଳ ବାଲୁଙ୍କେଶ୍ୱର ଶୀତଳଷଷ୍ଠୀ ଯାତ୍ରା ହେଲା ଏବଂ ସେମାନଙ୍କ ଦଳରେ ଦିବ୍ୟ ସିଂ ମିଶ୍ର ବୋଲି ଜଣେ ବାଲୁଙ୍କେଶ୍ୱରଙ୍କ ପରମ ଭକ୍ତ ଥିଲେ। ସେ ଏଠାରେ ବାଲୁଙ୍କେଶ୍ୱରଙ୍କର ଦର୍ଶନ ନ ପାଇବାର ତାଙ୍କ ମନରେ ସବୁବେଳେ ଉଦାସ ଭାବ ଥାଏ। ତ ବାଲୁଙ୍କେଶ୍ୱର ତାଙ୍କର ମନର ଭାବକୁ ଜାଣି ତାଙ୍କ ସ୍ୱପ୍ନରେ କହିଲେ ଯେ ମୁଁ ସବୁଠାରେ ଆବିର୍ଭାବ ହେବି, ତୁ ମୋତେ ଏଠି ବି ପାଇପାରିବୁ। ତ ନଦୀ ଭିତରେ ବାଲୁକା ଶଯ୍ୟା ଭିତରେ ଅରଖ ବୁଦା ମୂଳେ ବାଲୁଙ୍କେଶ୍ୱରଙ୍କର ଆବିର୍ଭାବ ହେଲା ଏବଂ ସେହି ବାଲୁଙ୍କେଶ୍ୱର ମନ୍ଦିର ପରେ ନିର୍ମାଣ ହେଲା ମହାନଦୀ କୂଳରେ ନନ୍ଦପଡ଼ାରେ ବମ୍ବରାଳ ବାଲୁଙ୍କେଶ୍ୱରରେ। ଏବଂ ଧୀରେ ଧୀରେ ସେ ମନ୍ଦିରକୁ ପୂରଣ କରିଥିଲେ ଦେବାନାଗ ବରରାୟ। ଥରେ ମୁଁ ତଥ୍ୟ ସଂଗ୍ରହ କରିବା ପାଇଁ ମୁରାରୀ ପ୍ରସାଦ ମିଶ୍ରଙ୍କ ପାଖକୁ ଯାଇଥିଲି। ସେ କେବଳ ଗୋଟିଏ କଥା ମୋତେ କହିଥିଲେ ଯେ 1762 ମସିହାରେ ଶୀତଳଷଷ୍ଠୀ ଉପରେ ଗୋଟିଏ ମକଦ୍ଦମା ହେଲା। ସେ ମକଦ୍ଦମାରେ ଯେଉଁ ପୂଜକ ଥିଲା ସେ ଥିଲା ସାକ୍ଷୀ। ସେ ତାର ସାକ୍ଷୀରେ ଯେଉଁ ବୟାନଟି ଦେଇଛି ସେ ଏକମାତ୍ର ଲିଖିତ ଦଲିଲ। ତ ଯେତେବେଳେ ଜଜ୍ ସାହେବ ତାଙ୍କୁ ପଚାରିଲେ ଯେ ଶୀତଳଷଷ୍ଠୀ ଯାତ୍ରା କେବେଠାରୁ ଆରମ୍ଭ ହେଲା, ତ ସେ କହିଲେ ଯେ ମୋ ବାପା ଅଜା ବି ଜାଣିନାହାନ୍ତି, ସେମାନେ କହୁଥିଲେ କେବେଠାରୁ ଯାତ୍ରା ହେଉଛି ଆମେ ବି ଜାଣିନୁ। ତ ଯଦି ଏଇ ପ୍ରକାର ଯଦି ଆମେ ଯଦି ହିସାବ କରିବା ଏଇଟା 1762 ମସିହାର ଘଟଣା, ତାର ବାପା ଅଜା ଯଦି ଜାଣିନାହାନ୍ତି ନିଶ୍ଚିତ ଭାବରେ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା 400 ବର୍ଷ ତଳର ଘଟଣା ହେଇଥିବ ଯାହା ଅନୁମାନ କରାଯାଏ। ତେବେ ସାର୍ ଶୀତଳଷଷ୍ଠୀ ଯାତ୍ରାର ଯେଉଁ ବିଭିନ୍ନ ପର୍ଯ୍ୟାୟ ଗୁଡ଼ିକ ରହିଛି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ ପର୍ଯ୍ୟାୟ ଗୁଡ଼ିକ କ'ଣ, ସେ ବାବଦରେ ଆମକୁ କିଛି କୁହନ୍ତୁ। ପ୍ରଥମ ପର୍ଯ୍ୟାୟ ହେଲା ଥାଳ ଉଠା, ଦ୍ୱିତୀୟ ପର୍ଯ୍ୟାୟ ହେଲା ପତରପେଣ୍ଡି, ତୃତୀୟ ପର୍ଯ୍ୟାୟ ହେଲା ଦେବ ନିମନ୍ତ୍ରଣ, ଚତୁର୍ଥ ପର୍ଯ୍ୟାୟ ବିବାହ ବରଯାତ୍ରୀ ଏବଂ ପଞ୍ଚମ ପର୍ଯ୍ୟାୟରେ ବରଯାତ୍ରୀର ମନ୍ଦିର ପ୍ରତ୍ୟାବର୍ତ୍ତନ। ଏହି ପର୍ଯ୍ୟାୟକ୍ରମରେ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହୋଇଥାଏ ଏବଂ ଶିବ ବିବାହର ଗୋଟିଏ ତତ୍ତ୍ୱ ରହିଛି। ଜ୍ୟେଷ୍ଠ ମାସର ଶୁକ୍ଳପକ୍ଷ ଷଷ୍ଠୀ ତିଥିରୁ ପୃଥିବୀ କ୍ରମେ କ୍ରମେ ଶୀତଳତା ଆଡ଼କୁ ଗତି କରେ ଏବଂ ଜ୍ୟୋତିର୍ବିଦମାନେ ମତ ଦିଅନ୍ତି ସୂର୍ଯ୍ୟଙ୍କର ଗତିକ୍ରମରେ ଦୁଇଟି ଗତି ସ୍ଥିର କରିଛନ୍ତି ସେମାନେ। ମହାବିଷୁବ ସଂକ୍ରାନ୍ତି ଠାରୁ ସୂର୍ଯ୍ୟ ଦକ୍ଷିଣରୁ ଉତ୍ତରାୟଣକୁ ଅଗ୍ରସର ହେଉଥିବା ବେଳେ ଜଳବିଷୁବ ସଂକ୍ରାନ୍ତି ଠାରୁ ଉତ୍ତରରୁ ଦକ୍ଷିଣକୁ ଗତି କରନ୍ତି। ସୂର୍ଯ୍ୟଙ୍କର ଗତିକ୍ରମରେ ଆକାଶରେ ମେଘ ସୃଷ୍ଟି ହୁଏ। ସୂର୍ଯ୍ୟଙ୍କ ରଶ୍ମି ଦ୍ୱାରା ଶୋଷିତ ହୋଇ ଆକାଶରେ ଭାସୁଥିବା ଜଳକଣା ଶୀତଳତାର ସ୍ପର୍ଶ ପାଇ ଘନୀଭୂତ ହୁଏ। ଘନୀଭୂତ ଜଳକଣାର ସମନ୍ୱୟରୁ ବର୍ଷା ହୁଏ। ଏହି ବର୍ଷା ରୂପକ ରେତକୁ ଧରଣୀ ମା ତା ଗର୍ଭରେ ଧାରଣ କରି ଓ ସୃଷ୍ଟିକାରିଣୀ ହୁଏ। ତହିଁରୁ ପ୍ରକୃତି, ଶସ୍ୟ ଓ ଜୀବ ଆଦି ଜାତ ହୁଅନ୍ତି। ସୃଷ୍ଟି ପାଇଁ ମିଳନର ଆବଶ୍ୟକତା ପଡ଼ିଥାଏ। ଆକାଶ ଓ ପୃଥିବୀର ମିଳନ କେବଳ ବର୍ଷା ଋତୁରେ ହିଁ ଏକ ସବୁଜ ପ୍ରାକୃତିକ ପରିବେଶର ଭାସର ସଜ୍ଜାରେ ସମ୍ଭବ ହୋଇଥାଏ। ପୁନଶ୍ଚ ସବୁଜ ପ୍ରାକୃତିକ ପରିବେଶର ସୃଷ୍ଟି ପାଇଁ ଏହି ମିଳନର ଆଧାର ରୂପେ ଗୃହୀତ ହୋଇଥାଏ। ଶିବ ପାର୍ବତୀଙ୍କର ମିଳନ, ପ୍ରକୃତି ଓ ପୁରୁଷର ମିଳନ, ଭୌତିକ ତତ୍ତ୍ୱ ସମୂହ ଓ ଆତ୍ମସତ୍ତାର ମିଳନ, ଅନ୍ତରିକ୍ଷ ଓ ଧରିତ୍ରୀର ମିଳନ ତଥା ସର୍ବୋପରି ମଣିଷର ବାହ୍ୟ ଜଗତ ସହ ଅନ୍ତର୍ଜଗତ ମିଳନର ସ୍ମାରକୀ ରୂପେ ଗୃହୀତ ହେଉଥିବାରୁ ସମଗ୍ର ବିଶ୍ୱରେ ଏକାତ୍ମ ଭାବ ସୃଷ୍ଟି କରିବାରେ ଏହି ପର୍ବଟି ପାଳିତ ହୁଏ ବୋଲି ଶୈବାଗମରେ ବିଶ୍ୱାସ କରାଯାଏ। ମାନେ ଏହା ଗୋଟେ ବୈଜ୍ଞାନିକ ତତ୍ତ୍ୱ ଆପଣ ଆମକୁ ଦେଲେ। ପ୍ରଥମେ ଯେମିତି ଆପଣ କହିଲେ ଥାଲ ଉଠା, ତାପରେ ଯେଉଁ ବିଭିନ୍ନ ପର୍ଯ୍ୟାୟ ଗୁଡ଼ିକ ରହିଛି ସେଟା କ'ଣ? ହଁ, ପ୍ରଥମ ପର୍ଯ୍ୟାୟ ହେଲା ଥାଳ ଉଠା। ଥାଳ ଉଠାରେ ନୂତନ କନ୍ୟା ପିତାମାତାର ଚୟନ କରାଯାଏ ଏବଂ ଥାଳ ଉଠେଇଲା ପରେ ପଡ଼ାରେ ଅର୍ଥ ସଂଗ୍ରହ କରାଯାଏ। ଯେଉଁ ଆୟୋଜନ କମିଟି ଆୟୋଜନ କରୁଥାନ୍ତି ସେହି ପଡ଼ାରେ ଅର୍ଥ ସଂଗ୍ରହ ହୁଏ। ସେହି ଦିନଠାରୁ ଶୀତଳଷଷ୍ଠୀ ଯାତ୍ରା କେମିତି ସୁରୁଖୁରୁରେ ହୋଇପାରିବ ତାର ବିଧିବଦ୍ଧ ଯୋଜନା ହୁଏ। ଅର୍ଥ ସଂଗ୍ରହ କେମିତି ହେବ, ତାପରେ ଯେମିତି ତୋରଣ କେମିତି ନିର୍ମିତ ହେବ, ପ୍ରଜ୍ଞାପନ ମେଢ଼ କେମିତି ତିଆରି ହେବ, କଳାକାର କେଉଁଠାରୁ ଅଣାଯିବ, ଏସବୁର ଯୋଜନା କରାଯାଏ ମାସକ ଭିତରେ। ତାର ପରବର୍ତ୍ତୀ ପର୍ଯ୍ୟାୟଟି ହେଉଛି ପତରପେଣ୍ଡି। ପତରପେଣ୍ଡିଟି ହେଉଛି ଆମର ନିର୍ବନ୍ଧ ବୋଲି ଯାହାକୁ କୁହାଯାଏ, ଆମ ଅଞ୍ଚଳରେ ପିନ୍ଧାଣି ବୋଲି କୁହାଯାଏ। ଏବଂ ସପ୍ତଋଷିଙ୍କୁ ନେଇ ଗୋଟିଏ ପଟୁଆର ଯାଏ କନ୍ୟା ପିତାମାତାଙ୍କ ଘରକୁ ଏବଂ ସେ ସପ୍ତଋଷି ସାଙ୍ଗରେ ଗୋଟେ ଶାଳପତ୍ର ବିଡ଼ାଏ ନେଇଥାନ୍ତି। ଚୁଡ଼ି, ସିନ୍ଦୁର,
ଶାଢ଼ୀ ଫଳମୂଳ ଏସବୁ ନେଇକରି ଯାଆନ୍ତି ଏବଂ ସେଠି ବିବାହ ପ୍ରସ୍ତାବ ଦିଆ ହୁଏ ଏବଂ ସେ ବିବାହ ପ୍ରସ୍ତାବ ଉଭୟ କୂଳ ସେଥିରେ ସମ୍ମତି ଦେଲା ପରେ ଯେଉଁମାନେ ଯାଆନ୍ତି ନିର୍ବନ୍ଧକୁ ପାନ ଭୋଜନ ବ୍ୟବସ୍ଥା କରିଥାନ୍ତି କନ୍ୟା ପିତା ମାତା ସେଠୁ ଫେରି ଆସିଲା ପରେ ତା ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଦେବ ନିମନ୍ତ୍ରଣ। ଯେତିକି ଯାତ୍ରା ଦଳ ଅଛନ୍ତି ବା ଆୟୋଜନ କମିଟି ଅଛନ୍ତି କେବଳ ନନ୍ଦପଡ଼ା ଯାତ୍ରାରେ ନୃସିଂହ ମହାପ୍ରଭୁ ଦେବ ନିମନ୍ତ୍ରଣରେ ଯାଆନ୍ତି ଏବଂ ବାକି ଅନ୍ୟ ଦଳର ଶୀତଳ ଷଷ୍ଠୀ ଯାତ୍ରା ଯେଉଁ ଆୟୋଜକମାନେ ଅଛନ୍ତି ସେମାନଙ୍କ ତରଫରୁ ହନୁମାନଜୀ ସେମାନେ ବିଭିନ୍ନ ମନ୍ଦିରକୁ ଯାଇ ଦେବ ନିମନ୍ତ୍ରଣ କରିଥାନ୍ତି। ତା ପରବର୍ତ୍ତୀ ପର୍ଯ୍ୟାୟ ହେଉଛି ଆମର ଏଠି ହେଉଛି ଗଇଁଠାଳକୁ ଖୋଲିଦେବା, ତାକୁ ଗଣ୍ଠଲା ହେଇଟା ବୋଲି କୁହାଯାଉଛି। ତ ପୂର୍ବବର୍ଷ ଯେଉଁମାନେ କନ୍ୟା ପିତାମାତା ହୋଇଥାନ୍ତି ବିବାହ ପୂର୍ବରୁ ସେମାନେ ଗଇଁଠାଳ ଖୋଲି ଦିଅନ୍ତି, ନୂତନ ପିତାମାତା ମାତା ପାର୍ବତୀଙ୍କ ନିଜ ଉଆସକୁ ନିଅନ୍ତି। ତାପରେ ସନ୍ଧ୍ୟା ସମୟରେ ବରଯାତ୍ରୀ ଯାଆନ୍ତି ଏବଂ କନ୍ୟା ପିତାମାତା ଘରେ ବିବାହ ବେଦୀରେ ସମ୍ପୂର୍ଣ୍ଣ ବୈଦିକ ରୀତିରେ ଏହି ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥାଏ। ତା ପରବର୍ତ୍ତୀ ପର୍ଯ୍ୟାୟରେ ଦେବଦେବ ମହାଦେବ ଏବଂ ଜଗଜ୍ଜନନୀ ମାତା ପାର୍ବତୀଙ୍କୁ ନେଇ ଯୁଗଳ ଦର୍ଶନ ଦିଅନ୍ତି। ସମଗ୍ର ନଗର ପରିକ୍ରମା କରାଯାଏ ଏବଂ ସେ ନଗର ପରିକ୍ରମା ସମୟରେ ଯେଉଁ ଶୋଭାଯାତ୍ରାଟି ବାହାରେ ସେଇ ଶୋଭାଯାତ୍ରାଟି ହେଉଛି ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ। ଏହି ଶୋଭାଯାତ୍ରାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଭାଗ ହେଉଛି ଦେବାୟତନ, ଯେଉଁ ଯୁଗଳ ମୂର୍ତ୍ତି ଯେଉଁ ମେଢ଼ ଉପରେ ବସିଥାନ୍ତି ସେଇ ତାର ସମ୍ମୁଖ ଭାବରେ ମାନେ 25-30ଟି ଶଙ୍ଖନାଦ ହେଉଥିବ, କାଂସ୍ୟ ଘଣ୍ଟ ବାଜୁଥିବ, ମୃଦଙ୍ଗ କସ୍ତାଳରେ ଗଗନ ପବନ ମୁଖରିତ ହୋଇଯାଉଥିବ, ତୁରି ଭେରି ମୁହୁରି ବାଜୁଥିବ, ଗୋଟିଏ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଯାଉଥିବ। ଏହି ପ୍ରକାର ଗୋଟିଏ ଆଧ୍ୟାତ୍ମିକ ପରିବେଶ ଭିତରେ ଯେଉଁ ଭାଗଟି ରହୁଛି ତାକୁ କୁହାଯାଉଛି ଦେବାୟତନ ଏବଂ ତାର ଅଗ୍ର ଭାବରେ ରହୁଛି ଲୋକାୟତନ। ସେ ଲୋକାୟତନରେ ଆମର ଦୁଲଦୁଲି ବାଜା, ମାନେ କିନ୍ନର ମାନଙ୍କର ନୃତ୍ୟ, ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଲବମ କଳାକାର ମାନଙ୍କର ନୃତ୍ୟ, ସମଗ୍ର ଭାରତ ବର୍ଷରୁ ଆସିଥିବା ବିଭିନ୍ନ ପ୍ରଦେଶରୁ ଆସିଥିବା ତାଙ୍କର ସ୍ୱତନ୍ତ୍ର ନୃତ୍ୟ, କିଏ ବିହୁ ଆଣୁଛି, କିଏ ଭାଙ୍ଗଡ଼ା ଆଣୁଛି, ତ କିଏ ସିଦ୍ଧି ଧମାଲ ଆଣୁଛି। ଭାରତର ବିଭିନ୍ନ ପ୍ରଦେଶରୁ ତାଙ୍କର ଲୋକନୃତ୍ୟ ଗୁଡ଼ିକ ଏହି ଶୋଭାଯାତ୍ରାରେ ମାନେ ସାମିଲ ହୁଅନ୍ତି ଏବଂ ଏସବୁକୁ ଦେଖିବା ପାଇଁ ଅସଂଖ୍ୟ ଦର୍ଶକ ଅପେକ୍ଷା କରି ରହନ୍ତି ଏବଂ ମନୋରଞ୍ଜନ ସହିତ ସେହି ଯୁଗଳ ଦର୍ଶନ କରି ସେମାନେ ତାଙ୍କର କୋଟି ଜନ୍ମର ପୁଣ୍ୟର ଫଳ ଲାଭ କରିବା ପାଇଁ ଦେବଦେବ ମହାଦେବଙ୍କ ଦର୍ଶନ କରନ୍ତି ଏବଂ ଲୋକଙ୍କର ଗହଣକୁ ଆସନ୍ତି ମହାଦେବ ଏବଂ ସେ ସମସ୍ତଙ୍କୁ ସେ ଆପଣାର କରି ନେଉଛନ୍ତି ଯେ ତୁ ଦୁଃଖ କରିବାର କୌଣସି କାରଣ ନାହିଁ, ମୁଁ ଅଛି, ମୁଁ ତମ ଭିତରେ ଅଛି। ନିଜେ ଭଗବାନ ଶିବ ଏବଂ ମାତା ପାର୍ବତୀ ଲୋକଙ୍କ ଗହଣରେ ମିଶି ଯାଉଛନ୍ତି। ତ ଦେବତା ଏବଂ ସାଧାରଣ ମଣିଷ ଭିତରେ ଯେଉଁ ଗୋଟେ ଆତ୍ମୀୟତା, ଯେଉଁ ଆତ୍ମିକ ଭାବ ଆମେ ଲକ୍ଷ୍ୟ କରିଥାଉ ଶୀତଳ ଷଷ୍ଠୀ ଯାତ୍ରାରେ, ଏ ହେଉଛି ତାର ବିଶେଷ କାରଣ। ଏଥିପାଇଁ ବର୍ଷକୁ ଥରେ ଶୀତଳ ଷଷ୍ଠୀ ଯାତ୍ରା ଦେଖିବା ପାଇଁ ଭାରତ ବିଭିନ୍ନ ପ୍ରାନ୍ତରୁ ଯାତ୍ରା ଦେଖିବା ପାଇଁ ଆସୁଛନ୍ତି। ତେଣୁ ଶୀତଳ ଷଷ୍ଠୀ ଯାତ୍ରା ଆଜି ଧୀରେ ଧୀରେ କେବଳ ସମ୍ବଲପୁର କି ଓଡ଼ିଶା ଭିତରେ ଆଉ ବାନ୍ଧି ହୋଇ ରହିନାହିଁ, ଧୀରେ ଧୀରେ ସର୍ବଭାରତୀୟ ସ୍ତରକୁ ଗଲାଣି ଏବଂ ଆଶା କରାଯାଏ ଆଉ କିଛି ଆଗାମୀ କିଛି ବର୍ଷ ପରେ ଏ ବିଶ୍ୱରେ ଶୀତଳ ଷଷ୍ଠୀ ଯାତ୍ରାର ମାନ୍ୟତା ଆସିଯିବ। ତେବେ ଶୀତଳ ଷଷ୍ଠୀ ଯାତ୍ରାର ଯେଉଁ ଭବିଷ୍ୟତ ରହିଛି ଆପଣ ସେ ବାବଦରେ କ'ଣ କହିବେ? ଯେ ଶୀତଳ ଷଷ୍ଠୀ ଯାତ୍ରା ପୂର୍ବେ କି ପ୍ରକାର ଆୟୋଜନ କରାଯାଉଥିଲା, ଆଜି ଶୀତଳ ଷଷ୍ଠୀ ଯାତ୍ରା କେଉଁ ସ୍ତରକୁ ଗଲାଣି। ଆମେ ଦେଖୁଥିବା ସମୟରେ ଯେ ଗାଁ ଗଣ୍ଡାରୁ ଲୋକ ଆସୁଥିଲେ ଶୀତଳ ଷଷ୍ଠୀ ଯାତ୍ରା ଦେଖି, ବାଲି ଶଯ୍ୟା ଉପରେ ରାତି ସାରା ଶୋଉଥିଲେ ଏବଂ ସକାଳୁ ତାଙ୍କର ନିତ୍ୟ ନୈମିତ୍ତିକ କାର୍ଯ୍ୟ ସାରି ସେମାନେ ଯାତ୍ରା ଦେଖି ବାହାରୁଥିଲେ ସକାଳୁ। ସେତେବେଳେ ମଶାଲ ଆଲୁଅରେ ଶୀତଳ ଷଷ୍ଠୀ ଯାତ୍ରା ହେଉଥିଲା। ଏ ମେଢ଼ ଗୁଡ଼ିକ ଲୋକମାନେ କାନ୍ଧରେ ବୋହିକି ନେଉଥିଲେ ଏବଂ ସ୍ଥାନୀୟ ଲୋକ କଳାକାରମାନେ ସେମାନେ ଏ ଯେଉଁ ପରଭା ଇତ୍ୟାଦି ତୋରଣ ଇତ୍ୟାଦି ନିର୍ମାଣ କରୁଥିଲେ। ଆଜି ଯୁଗ ପରିବର୍ତ୍ତନ ହୋଇଛି, ଯୁଗ ରୁଚି ଅନୁସାରେ ଆଜି ଯାତ୍ରାକୁ ଆୟୋଜନ କରାଯାଉଛି। ଯେଉଁ କଳାକାର ଆସୁଛନ୍ତି ଆଜି ଯୁଗ ରୁଚି ଅନୁସାରେ କଳାକାର ଚୟନ କରି ଅଣାଯାଉଛି। ଆଜି ଶୋଭାଯାତ୍ରାରେ ଯେଉଁ ଚାଲି ଚାଲି ଲୋକ ଯାଉଥିଲେ ଆଜି ଗାଡ଼ି ମୋଟର ବ୍ୟବସ୍ଥା ହେଇଛି। ଯେଉଁ ମଶାଲ ଜାଳୁଥିଲେ ସେ ଜାଗାରେ ଆଜି ବୈଦ୍ୟୁତିକ ସୁନ୍ଦର ଲାଇଟ୍ର ଆୟୋଜନ କରାଯାଉଛି, ତାକୁ ସଜ୍ଜିତ କରାଯାଉଛି। ଆଜି ବହୁତ ପ୍ରକାର ପରିବର୍ତ୍ତନ ହୋଇଛି ଏବଂ ଏ ପରିବର୍ତ୍ତନ ହେଉଛି ଗୋଟେ ସ୍ୱାଭାବିକ ଯୁଗୋପଯୋଗୀ, এটা যুগোপযোগী পরিবর্তন এবং এই পরিবর্তন চালিথিব শীতল ষষ্ঠী যাত্রা তার মান্যতা ধীরে ধীরে আহুরি তো বৃদ্ধি হউথিব, তার উন্নতি ধীরে ধীরে বৃদ্ধি হউথিব। ସେ ଯାହା ବି ହଉ ଡକ୍ଟର ଧର ଆପଣ ଆମର ଷ୍ଟୁଡ଼ିଓକୁ ଆସି ଶୀତଳ ଷଷ୍ଠୀ ଉପରେ ଆମକୁ ବହୁତ କିଛି ତଥ୍ୟ ଦେଲେ। ଆପଣଙ୍କୁ ଆଞ୍ଚଳିକ ସମ୍ବାଦ ବିଭାଗ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ। ধন্যবাদ। ସମାଚାର ଦର୍ପଣ ଆଜି ପାଇଁ ଏତିକି। ପ୍ରସ୍ତୁତି ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସତ୍ୟବ୍ରତ ବେହୁରା।